ଯଦି କହିବା ଆମେ କୋରେଇ ନିର୍ବାଚନ ମଣ୍ଡଳୀ ବା କୋରେଇ ଯାହା ନାମରେ ନାମିତ କୋରେଇ ବୁଢୀ କହିଲେ ସମସ୍ତେ ଅଞ୍ଚଳବାସୀ ଜାଣନ୍ତି। ଆଜି ନିର୍ବାଚିତ ହେଇଛନ୍ତି ଏବଂ ବିପୁଳ ମାତ୍ରାରେ ଆପଣ କୋରେଇବାସୀ ନିର୍ବାଚିତ କରିଛନ୍ତି, କେତେ ଖୁସି ଲାଗୁଛି ଆଜି କୋରେଇ ବୁଢୀ ଦର୍ଶନ ଭାବରେ ବହୁତ ଖୁସି ଲାଗୁଛି। ଏବଂ ମୋ ନିର୍ବାଚନ ପ୍ରଚାର ମଧ୍ୟ ମୁଁ ଏଇଠାରୁ ଆରମ୍ଭ କରିଥିଲି। କୋରେଇ ବୁଢୀଙ୍କ ନାମରେ କୋରେଇ ନାମିତ ଏବଂ କୋରେଇ ନିର୍ବାଚନ ମଣ୍ଡଳୀ ମଧ୍ୟ କୋରେଇ ବୁଢୀଙ୍କ ନାମରେ ହିଁ ନାମିତ ହେଇଛି। ଆଜି ବହୁତ ଖୁସି ଲାଗୁଛି ଯେ ଯୋଉ ସ୍ୱପ୍ନ ଆମେ ଦେଖିଥିଲୁ ସ୍ୱପ୍ନ ପୁରା ହେଇଛି। ଏବଂ ଇଏର ଶ୍ରେୟ ମୁଁ କହିବି କୋରେଇବାସୀଙ୍କୁ ହିଁ ଦେବି। ଏ ବିଜୟ ମୋର ନୁହେଁ, ଏ ବିଜୟ କୋରେଇବାସୀଙ୍କର। ଏବଂ ଏ ନିର୍ବାଚନ ମଧ୍ୟ ମୁଁ ଲଢି ନାହିଁ, ଏ ନିର୍ବାଚନ ମୋ ଲାଗି କୋରେଇବାସୀ ଲଢିଛନ୍ତି। ଏବଂ ସତ୍ୟ ଧର୍ମ ଏବଂ ନ୍ୟାୟର ବିଜୟ ହେଇଛି, ସ୍ୱାଭିମାନର ବିଜୟ ହେଇଛି। ଏବଂ ଆଜିର ଦିନରେ ଆମେ ସଂକଳ୍ପ ନଉଛୁ, ଶପଥ ନଉଛୁ ଯେ ଆଗାମୀ ଦିନରେ ଏକ ବିକଶିତ ସ୍ୱାଭିମାନୀ ସ୍ୱାବଲମ୍ବୀ କୋରେଇ ଗଠନ କରିବୁ। ମନ୍ତ୍ରିମଣ୍ଡଳ ଦଳର ଆଭ୍ୟନ୍ତରୀଣ କଥା, ଦଳ ଯାହା ନିଷ୍ପତ୍ତି ନବ ସେ ଦାୟିତ୍ୱକୁ ଆମେ ନିଶ୍ଚିତ ଭାବରେ ତୁଲେଇବୁ। ମୂଳ କଥା ହେଲା ଯେ କୋରେଇ ଜନତା ମତେ ଦାୟିତ୍ୱ ଦେଇଛନ୍ତି କୋରେଇବାସୀଙ୍କ ସେବା କରିବା ପାଇଁ। ମୋ ମୂଳ ଲକ୍ଷ୍ୟ ରହିବ କୋରେଇର ସେବା କରିବା। ଦେଖନ୍ତୁ, ସମସ୍ତଙ୍କୁ ଧନ୍ୟବାଦ, ସମଗ୍ର କୋରେଇବାସୀଙ୍କୁ ଧନ୍ୟବାଦ ଯେ ବିଜୟ ହଉଛି କୋରେଇବାସୀଙ୍କର ବିଜୟ, କୋରେଇର ପ୍ରତ୍ୟେକଟି ଭୋଟରଙ୍କ ବିଜୟ, କୋରେଇର ଅସ୍ମିତାର ବିଜୟ। ଯାହା ଆମର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଭାରତୀୟ ଜନତା ପାର୍ଟିରୁ ନିର୍ବାଚିତ ହେଲା ପରେ କୋରେଇ ନାମରେ ଯୋଉ ନାମିତ ଆମର କୋରେଇ ନାମରେ ଯୋଉ ନାମିତ ମନ୍ଦିର, ସେଇଠୁ ଆଜି ପ୍ରଥମ ପାଦ ପଡିଛି ଏଠି କୋରେଇରେ, ଯାହାକି ଆମ ପାଇଁ ଗୋଟେ ସୌଭାଗ୍ୟର ବାର୍ତ୍ତା ଯେ ସେ ବାର୍ତ୍ତା ଦେଇଛନ୍ତି ଯେ କୋରେଇ ହେଲା ମୋ ମା ମାଟି। ତେଣୁ ସିଏ ଯୋଉ ପ୍ରଥମ ଯୋଉ ମା ମାଟି ବାର୍ତ୍ତା ଦେଇଥିଲେ, ମା ମାଟିର ସ୍ୱାଭିମାନ ଲଢେଇ, ସେ ଲଢେଇ ପ୍ରଥମେ ସୋପାନ ସେ ଆଜି ଦର୍ଶାଇ ଦେଇଛନ୍ତି ଯେ ସେ ମା ମାଟି ପାଇଁ ହିଁ ଜନ୍ମିତ, ମା ମାଟିର ସେବା କରିବା ପାଇଁ ହିଁ ଜନ୍ମିତ। ତେଣୁ ଏଇ ଯୋଉ ସ୍ଲୋଗାନ ଦେଇଥିଲେ, ସ୍ୱାଭିମାନକୁ ମଧ୍ୟ ବଞ୍ଚେଇ ରଖିଛନ୍ତି କୋରେଇବାସୀ। କୋରେଇବାସୀ ମଧ୍ୟ ପ୍ରମାଣିତ କରିଦେଇছে କୋରେଇର ସ୍ୱାଭିମାନ ବଞ୍ଚିଛି। କୋରେଇର ପ୍ରତ୍ୟେକଟି ଅସ୍ମିତାକୁ ବଞ୍ଚିବା ପାଇଁ କୋରେଇର ପ୍ରତ୍ୟେକଟି ଭୋଟର ଆଜି ନିର୍ବାଚିତ କରିଛନ୍ତି ଆକାଶ ଦାସ।